ସାଙ୍ଗମାନେ ଜୟ ଜଗନ୍ନାଥ। ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଆମ ଚ୍ୟାନେଲଟିକୁ ଦେଖୁଥିବେ, ସବସ୍କ୍ରାଇବ କରିବେ, ଲାଇକ୍ ମଧ୍ୟ କରିବେ, କମେଣ୍ଟସ୍ ବି ମଧ୍ୟ ଦଉଥିବେ। ଯଦି ଆମର କିଛି ଭୁଲ କଣଟି ରହୁଥିବ ତ କମେଣ୍ଟସ୍ ଦ୍ୱାରା ଜଣେଇବେ। ଆଜି ଆମର ଦିନଟି କେମିତି କଟୁଛି, କ'ଣ ହଉଛି ସବୁ ଆମେ ସବୁ ଜଣେଇବୁ। ଆପଣମାନେ ସବୁ ଦେଖିବେ, ଭଲ ଲାଗିଲେ କମେଣ୍ଟସ୍ କରିବେ, ସବସ୍କ୍ରାଇବ ନିହାତି କରୁଥିବେ, କାରଣ ଆମ ଚ୍ୟାନେଲକୁ ଆଗକୁ ବଢ଼ିବା ପାଇଁ ହେଲେ ଆପଣମାନଙ୍କର ସବୁ ସହଯୋଗ ରହିବା ଦରକାର। ସହଯୋଗ ନ ରହିଲେ ଆମେ ଆଗକୁ ବଢ଼ିପାରିବୁନି। ଦେଖନ୍ତୁ ଆଜିକାର ଦିନ କେମିତି ଆମ ପାଇଁ କ'ଣ ଆଗକୁ ନେଇକି ଯାଉଛି। ସାଙ୍ଗମାନେ ଦେଖନ୍ତୁ, ମା ଝିଅ ବସି ପରିବା କାଟିବାରେ ବ୍ୟସ୍ତ ଅଛନ୍ତି। ଝିଅ ବି ପରିବା କାଟୁଛି, ସେ ଶାଗ ପୋଇ ପତ୍ରକୁ କାଟୁଛି। ଆଉ ରୂପମ, ଆଜି କ'ଣ ରୋଷେଇ କରିବ ତମେ? ହଉ, ଆଉ ଆଚ୍ଛା, ମାଛ ମୁଣ୍ଡ ପକେଇ ଚଡ଼ଚଡ଼ି କରିବ। ଆଉ କ'ଣ କରିବ? ମାଛ ଖଟା କ'ଣ? ମାଛ ଖଟା କେଉଁଥିରେ କରିବ? ଆମ୍ବୁଲ ଦେଇ କରିବ? ଗରମ ବହୁତ ପଡ଼ିଛି, ଏଥିପାଇଁ ଖଟା ଟିକେ ଖାଇବା ପାଇଁ ଇଚ୍ଛା ହେଉଛି। ହଉ କର, ଖାଇବା। ସାଙ୍ଗମାନେ ଦେଖିବେ କେମିତି ଆମ ଓଡ଼ିଶାରେ କେମିତି ମାଛ ଖଟା ଆମ୍ବୁଲ ଦେଇକି ହୁଏ। ଆମର ତ ଆଜି ଏମିତି ସବୁ ହେଉଛି। ଆଜି ଦିନରେ ଷ୍ଟାର୍ଟିଂ ଏଇଭଳିଆ ହେଉଛି। ଗରମ ପଡ଼ିଛି, ସେଥିପାଇଁ ରୂପମଙ୍କର ଟିକେ ଦେହ ଖରାପ ହେଇଯାଇଛି। ଯା, ପାପୁନିର ବହୁତ କାମ। ମା ଯେତେବେଳେ ପରିବା କାଟିବେ, ସିଏ ଏଇ ସବୁ ଷ୍ଟୁପ୍ ଫୁପ୍ ନେଇକି ଆସିଛି। ତା'ର ରୋଷେଇ ଏଇଠି ହେବ, ତା'ର ସବୁ ରୋଷେଇ ସରଞ୍ଜାମ ଏଇଠି। ତା ପ୍ରେସର ବି ମାପା ହେବ ଏଇଥିରେ ଅଛି। ଏଠି ଡାଇବେଟିସ୍ ମାପା ହେବ, ସବୁ ସେଇଠି କରୁଛି। ହଁ, ଏ ଆସିଗଲେ ସିଏ। କେତେ ହେଲ୍ପ। ପାପୁନି, କାମ କରୁଛ? ହଉ ହଉ, ବହୁତ କାମ କରୁଛ ନା। ଆଉ ତୁମେ ଖାଇଛ? କ'ଣ ଖାଇଲ? ଏଠିକି ଚାହୁଁ, ତମେ କ'ଣ ଖାଇଲ? ଛତୁଆ ଖାଇଛ? ହଉ ହଉ, ସାଙ୍ଗମାନେ ଆଗକୁ ଦେଖନ୍ତୁ କ'ଣ ହେଉଛି ସବୁ ରୋଷେଇ। ସାଙ୍ଗମାନେ, ମୋ ଦାଦା ଏଠି ମାଛ ଧୋଉଛନ୍ତି। ମୋ ମମିର ଦେହ ଭଲ ନାହିଁ, ସେଇଥିପାଇଁ ମାଛ ଧୁଆ। ମୋ ଦାଦା ରୋଷେଇ କରିବେ କି ମମି ରୋଷେଇ କରିବା ଜଣା ନାହିଁ। ଦାଦା, ଆଜି କିଏ ରୋଷେଇ କରିବା? ମୁଁ କରିବି, ତ ମମି ଦେହ ଖରାପ ନା। ମମି ଆଜି କ'ଣ ଶୋଇବ? ମମି ନବ, ମୁଁ ରୋଷେଇ କରିବି। ଆଉ କରିଦେବା ଆଉ ରୋଷେଇ ଆଉ ମାଛ ଭଜା ହଉଛି, ମାଛ ମୁଣ୍ଡ ଭଜା ହଉଛି, ମାଛ ଭଜା ହେଇକି ରହିଛି। ଆଉ ସବୁ ପରିବା, ବାଇଗଣ ପଡ଼ିବ ଆମର ଖଟା ତରକାରୀରେ। ଇଏ ଗୋଟେ ଚଡ଼ଚଡ଼ି ମୁଣ୍ଡ ପଡ଼ି ଚଡ଼ଚଡ଼ି ହେବ। ଚାଲିଛି। ମୋ ସାଙ୍ଗମାନେ, ଉପମିତ୍ର ଟିକେ ଦେହ ଟିକେ ଖରାପ ହେଇଯାଇଛି, ସିଏ ଶୋଇଛନ୍ତି। ଆଉ ଏବେ ଦେହ କେମିତି ଲାଗୁଛି? ଭଲ ଲାଗୁଛି? ରୂପମ, ଏବେ ଟିକେ ଭଲ ଲାଗୁଛି? ମୁଣ୍ଡ ବୁଲଉଛି? ମୁଣ୍ଡ ବୁଲଉଛି, ଖରା ବହୁତ ହେଇଛି। ଆଉ ସବୁବେଳେ ଏସିରେ ତ ଶୋଇବା ଅସମ୍ଭବ। ଆଉ ଏସିରେ ସବୁବେଳେ ଶୋଇଲେ ପୁଣି ପ୍ରୋବ୍ଲେମ୍ ହେବ। ମାମୁନି ଆସିବ, ସେବା କରିବ ତା ମାଆର। ପାପୁନି ଚାହିଁକି ରହିଛି, କ'ଣ କରିବ ପାପୁନି? ପାପୁନି ଡାକୁଛି ମାମୁନିକୁ ଖେଳିବା। ମାମୁନି ବସିକି ତା ମାଆର ସେବା କରୁଛି। ହଉ ହଉ, କହିବ
ହଉ ଠିକ୍ ଅଛି। ସେପଟେ ମୁଁ ଦେଖେ ମାଛର କ'ଣ ଅବସ୍ଥା ହେଲା। ମାଛ ରୋଷେଇ ଚାଲିଛି। ବାଇଗଣ ଭଜା ହେଉଛି। ଆଉ କହୁନ ସାଙ୍ଗମାନଙ୍କୁ ମାଛ ଭାଜୁଥିଲ, ମାଛ ପୁଡ଼ିକି ରଖି ସାରିଲନି। ଦେଖାଉ ଏଠି ଦେଖାଉ ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ। ଆରେ ଆମେ କେଉଁଦିନ ଦିନେ ଦିନେ କେଉଁଠୁ ରୋଷେଇ କରୁଛୁ ଆଉ ସବୁଦିନ କ'ଣ ରୋଷେଇ କରୁଛୁ ନା। ତମର ଦେହ ଖରାପ ବୋଲିକି ମୁଁ ଆଜି ଭାବିଥିଲି ରୋଷେଇ କରିବି ବୋଲି। ଆଉ ସେଥିପାଇଁ ମୁଁ ଆସିଲି ରୋଷେଇ କରିବା ପାଇଁ ଆସିଲି। ଆଉ ଏମିତି ଗରମରେ ଟିକେ ମୋତେ ବହୁତ ସାଙ୍ଗମାନେ ସବୁ ରିକ୍ୱେଷ୍ଟ କଲେ ନାହିଁ ଯେ ମାନେ ତମ ଘରେ କ'ଣ ସବୁ ରୋଷେଇ ହେଉଛି କ'ଣ ନାହିଁ ଏସବୁ ବିଷୟରେ କାହିଁକି ଜମୁନ ଖାଲି ଏମିତି ମୁଁ ସବୁ ରହୁଛି। ସେଥିପାଇଁ ଆମେ ଆମର ଦୈନନ୍ଦିନ ଜୀବନ କେମିତି ଆମେ କଟଉଛୁ କ'ଣ କରୁଛୁ ସେସବୁ ଜିନିଷକୁ ଆମେ ଏବେ ପବ୍ଲିଶ କରୁଛୁ। ଆପଣମାନେ ଦେଖନ୍ତୁ ଆମର କେମିତି କ'ଣ ଆମେ ସବୁ ରହୁଛୁ, କେମିତି କରୁଛୁ, କେମିତି ଖାଉଛୁ। ତାପରେ ଜଣେଇବେ କମେଣ୍ଟ ମଧ୍ୟରେ। ଆଉ ମଝିରେ ସବସ୍କ୍ରାଇବ କରିବେ। ଯେଉଁମାନେ ନୂଆ ଆମ ପାଇଁ ଆମ ଚ୍ୟାନେଲକୁ ଦେଖୁଛନ୍ତି ସେମାନେ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ ଏବଂ କମେଣ୍ଟ ମଧ୍ୟ ବି ଦିଅନ୍ତୁ। ପଞ୍ଚ ଫୁଟଣ ପଡ଼ିଲା, ତାପରେ ସୋରିଷ ବଟା ପାଣି ପଡ଼ିଲା। ରୂପଙ୍କର ସବୁ ହାତ ରନ୍ଧା ଭଲ ଲାଗେ ଆମକୁ। ଏଇ ହଳଦୀ ପଡୁଛି, ତାପରେ ସ୍ୱାଦ ଅନୁସାରେ ଲୁଣ ଟିକେ ଅଧିକା ପକେଇବ ହେଲା, ନହେଲେ ମୁଁ ମୋର ଲୁଣ ଉପରେ ଗୋଳେଇ ଖାଇବି। ସାଙ୍ଗମାନେ ଏବେ ମାଛ ଆଉ ବାଇଗଣ ପଡ଼ିସାରିଛି। ତାର କଲର୍ ବି ଆସ୍ତେ ଆସ୍ତେ ଚେଞ୍ଜ ହେଇଗଲା ନାହିଁ। ଚେଞ୍ଜ ହେଇଗଲାଣି। ହଁ ସେଇ କଥା ମୁଁ କହୁଛି। ଆଉ କ'ଣ ସାଙ୍ଗମାନେ ଖଟା ତ ହେଇଯାଇଥିଲା, ଏବେ ତରକାରୀ ପାଇଁ ଚାଲିଛି। ମାଛ ଚଡ଼ଚଡ଼ି ହେବ। ମାଛ ମୁଣ୍ଡ ପଡ଼ି, ପୋଇ ଡଣ୍ଠା, ଆଳୁ, ବାଇଗଣ, କୁନ୍ଦୁରି ଏଗୁଡ଼ା ସବୁ ପଡ଼ି ହେବ। ଏବେ ସବୁ ପନିପରିବା ପଡ଼ିଲା। ଲୁଣ ଦିଆଗଲା ସ୍ୱାଦ ଅନୁସାରେ, ହଳଦୀ ଗୁଣ୍ଡ, ଭଲ ଲାଗିବ। सेवेंटी परसेंट आमर बॉयल हो गला नहीं पानीटा शुखीगला एक्चुअली बहुत सांग आमको सब रिक्वेस्ट कले जे तुम घरे कौन रोषे हो कौन हो सब जनवाई आम किसी जन नथिलु एबे सब जन एबे हेगला मोर माछ मुंड चढ़चड़ी बस मोर आज हूँ रेसिपी माछ कटा और माछ मुंड चढ़चड़ी और भात सांग मैंने आमर ख्याति आरंभ हम समस्त प्रस्तुत खायापी पापुनी पापुनी तार कहीं माने सी निजे गुड़े खाइब हाँ से तार टेंशन से मैंने कांदुची आम सब बसचु ए ख्यापिया हम ये हूँ आज द्विपहर खाइबा माछ खटारे जो कंचा लंका दली देले तार जो टेस्ट मुझे लंका कम खाई तो रूपम लंका टे दरकार सी लंका टे दरकार हौ सांग मैंने तो आम खाइबू मामुनी पूरा व्यस्त हो रही आंबुल आंबुल खाइब आंबुल गोटे धरिकी चाटिब आंबुल कहीं आंबुल कहीं आंबुल पकईना कि मामुनी आंबुल टे दरकार तार टे आंबुल पापुनी भी दरकार हो 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 ठीक अच्छे पापुनी हाँ आज्ञा ठीक अच्छे सांग मैंने रखुची।
ଏବେ ଆମେ ଖାଦ୍ୟ କରୁଛୁ। ଆଉ ସାଙ୍ଗମାନେ ଖଟା ତରକାରୀ ତ ଦେଖୁଛନ୍ତି କେମିତି ହେଇଛି। ଆଉ ମୋର ଏ ଖଟା ତରକାରୀ ହେଲା ପରେ ଦାଦୁଙ୍କ କଥା ବହୁତ ମନେ ପଡ଼େ। ତାଙ୍କର ଯେଉଁ ଖାଇବାର ଯେଉଁ ଷ୍ଟାଇଲ୍, ଦାଦୁ ମାନେ କିଏ କହୁନ, ସେମାନେ ଜାଣିବେ କେମିତି। ମୋ ଜେଜେବାପା ତାଙ୍କର ଖଟା ତରକାରୀ ଖାଇଲା ବେଳେ ନିହାତି ଏମିତି ଗୋଟେ ସିଏ ସାଉଣ୍ଡଟା କରିବେ। ସେ ସାଉଣ୍ଡଟା ଯେଉଁଦିନ ଖଟା ତରକାରୀ ହୁଏ ମୋର ଟିକେ ମନେ ପଡ଼େ, ତାଙ୍କୁ ଟିକେ ମିସ୍ କରୁଛି। ସେମାନଙ୍କ ସାଥିରେ ବସି ଖାଉଥାଏ। ଆଉ କ'ଣ କରିବି, ସେମାନେ ତ ଏବେ ଆମ ପାଖରେ ନାହାନ୍ତି କିନ୍ତୁ ଆମ ହୃଦୟରେ ଅଛନ୍ତି। ଆଉ କ'ଣ ମାନେ ସନ୍ଧ୍ୟାବେଳେ ଆମେ ଆଜି ଲସି ବନେଇଛୁ। ଆଉ କେମିତି ବନାନି ହେଉଛି ଦେଖନ୍ତୁ। ରୂପମ ବର୍ତ୍ତମାନ ଲସି ବନାଉଛନ୍ତି ଦେଖନ୍ତୁ। ଆଉ ଟିକେ କର, ଟିକେ ସମୟ ରଖ। ଆରେ ଆଇସ୍ କ୍ୟୁବ୍ ପରେ ପକେଇଲେ ବି ଚଳିବ। କଦଳୀ, ଦହି, ହଉ ନଡ଼ିଆ, ପାଣି। ହଉ ସବୁ ଗ୍ରାଇଣ୍ଡିଙ୍ଗ କରିବ। ଗରମରେ ତାଙ୍କ ଝାଳ ବାହାରି ଯାଉଛି, ସ୍ୱେଟିଂ ହଉଛି। ସେଇଥିପାଇଁ ଲସି ଟିକେ ବନଉଛି ପିଇବା ଏବେ। କଦଳୀ ଆଉ ଆଇସ୍ ମେଲ୍ଟ ହେଇଛି। କଦଳୀର ବାସ୍ନା ବହୁତ ବଢ଼ିଆ ହେଉଛି। କଦଳୀ ଆଉ ଟିକେ ପାଚିଲା ହେଇଥିଲା, ଟିକେ କଞ୍ଚା ଅଛି। ଗରମରେ ପା ସବୁ ହେଇଯିବ ସମାନ, ଆଉ କ'ଣ ଆଉ ପାଚିବ କ'ଣ ଆଉ। ଏଥିରେ କିସମିସ୍, ଆଲମଣ୍ଡ, ତାପରେ ଚେରି ଆଉ ବନଭିଟା। ସେଇଭଳିଆ ଆମର ପ୍ରିପାରେସନ୍ ହେଉଛି। ଦେଖନ୍ତୁ କଲ। ଆଉ ରୂପମ ରାତିରେ କ'ଣ କରୁଛ? ଖାଇବା କ'ଣ? ଆଳୁ ପୋଡ଼ା କେମିତି କରିବ? ଏମିତି ନେଇକି ରଖିଥିଲ? ଏଟା ଧୋଇକି ହଁ, ଏ କଣା କରିଦେଇଛି। ହଉ ରଖିଦେଲ। 15 ମିନିଟ୍ ଲାଗିବ। ପୁରା 15 ମିନିଟ୍ ଦେଖାଅ ଏଠିକି। ଦେଖ 15 ମିନିଟ୍। 15 ମିନିଟ୍ ହେଲା ପରେ ତାପରେ ହେଇଯିବ ତ? ହାତଟା ବଥା ହେଉଛି, ବଥା ହେଉଛି। ହଉ ଦେଖ କେମିତି ବୁଝୁଛି, ଦେଖ। ଦେଖାଯିବ ନା ଏଇଭଳିଆ ଚାଲିଛି। ହଁ ଏବେ ଖୋଲିଦେଲା। 13 ମିନିଟ୍ ହେଇଗଲା। ଏବେ ଟିକେ ଉଲ୍ଟେଇ ଦେବା। ହଉ ଚେକ୍ କରିକି ଉଲ୍ଟିବ।
ଆଳୁ ଗୁଡ଼ା ଗରମ ପାଇଁ ନା ପୁରା ଖରାପ ହେଇଯାଉଛି। ତ ଏଇ ହାତରେ କିଛି କାମ କରୁନି ଆଉ କ'ଣ। ତାହେଲେ ପୁରା 15 ମିନିଟ୍ ଲାଗେ। 15 କି ଆହୁରି କମ୍ରେ ବି ହେଇଯିବ। ଏବେ ଦେଖନ୍ତୁ ସାଙ୍ଗମାନେ ଆମର ଆଳୁ ପ୍ରାୟ ହେଇଯାଇଛି। ଟାଇମ୍ ଦେଖ ଟାଇମ୍ ବି ବହୁତ କମ୍ ସମୟରେ ବହୁତ କମ୍ ସମୟ ହେଇଗଲା। ପୁରା ସେମ୍ ଟେଷ୍ଟ। ପୁରା ଚୁଲିରେ ଯେମିତି ଆଳୁ ପୋଡ଼ା ହୁଏ ସେଇଭଳିଆ ପୁରା ଟେଷ୍ଟ ହବ। ସେମିତି ବି ଭଲ ହେଇଛି। ତ ସେଥିରେ ପିଆଜ ଲଙ୍କା ଲୁଣ ତେଲ ସବୁ ଲଗେଇ ଦେଇକି ମିଶାଇ ଦେଇକି ବାସ୍ ତାପରେ ହେଇଗଲା ଆଉ କ'ଣ। ତ ସେଥିରେ ପଖାଳ ଖିଆ ହବ। ହଉ ସାଙ୍ଗମାନେ ସେମ୍ କଲର୍ ସେମିତି ବି କଲର୍ କ'ଣ ଆଳୁ ପୋଡ଼ାର ତ କଲର୍। ଆରେ ଆଳୁ ପୋଡ଼ା ଯେଉଁ ଗୋଟେ ଆଳୁ ପୋଡ଼ିଲା ପରେ ଗୋଟେ କଲର୍ ତାର ଗୋଟେ ଚେଞ୍ଜ ହେଇଯାଏନି ଆଳୁ ପୋଡ଼ାରେ। ସେମ୍ କଲର୍ ସେମିତି ଦେଖି ଦେଖନ୍ତୁ ପୁରା ଗାଁରେ ଯେମିତି ଚୁଲିରେ ଯେମିତି ଆଳୁ ପୋଡ଼ା ହୁଏ ସେମିତି ପୁରା ତାକୁ ପିଆଜ ଲଙ୍କା ତେଲ ଦେଇ ଚକଟି ଦେଲେ ବାସ୍ ଲୁଣ ଆମର ଆଜି ଏତିକି ବାସ୍। ପଖାଳ ସକାଳେ ଯେଉଁ ମାଛ ମୁଣ୍ଡ ପକେଇକି ଚଡ଼ଚଡ଼ି ଥିଲା ଆଳୁ ଚଟଣି ବାସ୍। ଆଉ ପିଆଜ ଲଙ୍କା ଆଣିନ? ହଉ ମୁଁ ନେଇ ଆସୁଛି। ହଉ ସାଙ୍ଗମାନେ ଆପଣମାନେ ତ ସମସ୍ତେ ଦେଖିଲେ ଆଜିକାର ଆମର ରାତିରେ କ'ଣ ଖାଦ୍ୟ ଟିକିରେ ମୁଁ ରଖୁଛି।